ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତ ଟି-20 ଦଳ ଭଲ ପ୍ରଦର୍ଶନ କରିଛି। ଟିମ୍ ଇଣ୍ଡିଆ ସମ୍ପ୍ରତି 2025ରେ ଟି-20 ଏସିଆ କପ୍ ଜିତିଛି। କିନ୍ତୁ ଦଳର ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ ସୂର୍ଯ୍ୟକୁମାର ଯାଦବ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେ ତାଙ୍କ ଏକଦିବସୀୟ କ୍ୟାରିୟରକୁ ନେଇ ଚିନ୍ତିତ। ସୂର୍ଯ୍ୟକୁମାର ଯାଦବ ତାଙ୍କ ଏକଦିବସୀୟ କ୍ୟାରିୟରକୁ ବଞ୍ଚାଇବା ପାଇଁ ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟ ଅଧିନାୟକ ଏବଂ କିମ୍ବଦନ୍ତୀ ଖେଳାଳି ଏବି ଡିଭିଲିୟର୍ସଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି। ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବିମଲ କୁମାରଙ୍କ ସହିତ ଏକ ସାକ୍ଷାତକାରରେ କହିଛନ୍ତି, ଯଦି ମୁଁ ଶୀଘ୍ର ଏବି ଡିଭିଲିୟର୍ସଙ୍କୁ ଭେଟିବି ତେବେ ମୁଁ ତାଙ୍କୁ ପଚାରିବାକୁ ଚାହିଁବି ଯେ ସେ ତାଙ୍କର ଟି-20 ଏବଂ ଏକଦିବସୀୟ କ୍ୟାରିୟର କିପରି ପରିଚାଳନା କରିଥିଲେ। କାରଣ ମୁଁ ଏହା କରିପାରିବି ନାହିଁ। ଟି-20 ଅନ୍ତର୍ଜାତୀୟ ପରି ଦିନିକିଆ ମଧ୍ୟ ଖେଳାଯାଇପାରିବ। ମୁଁ ତାଙ୍କୁ ପଚାରିବାକୁ ଚାହୁଁଛି ଯେ ସେ ଉଭୟ ଫର୍ମାଟରେ ତାଙ୍କର କ୍ୟାରିୟର କିପରି ସଫଳ କରିଥିଲେ। ସୂର୍ଯ୍ୟକୁମାର ଯାଦବ ଆହୁରି କହିଛନ୍ତି ମଧ୍ୟ, ଏବେ ଯଦି ଆପଣ ମୋ କଥା ଶୁଣିପାରିବେ ଦୟାକରି ଯଥାଶୀଘ୍ର ମୋ ସହିତ ଯୋଗାଯୋଗ କରନ୍ତୁ। କାରଣ ଆଗାମୀ 3ରୁ 4 ବର୍ଷ ମୋ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୁଁ ମଧ୍ୟ ଶୀଘ୍ର ଦିନିକିଆ କ୍ରିକେଟକୁ ଫେରିବାକୁ ଚାହୁଁଛି। ଦୟାକରି ଏଥିରେ ମୋତେ ସାହାଯ୍ୟ କରନ୍ତୁ କାରଣ ମୁଁ ଟି-20 ଏବଂ ଦିନିକିଆ କ୍ରିକେଟରେ ସନ୍ତୁଳନ ରଖିପାରୁନାହିଁ। ସୂର୍ଯ୍ୟକୁମାର ଯାଦବ ଏପର୍ଯ୍ୟନ୍ତ କେବଳ 37ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। 25.73 ହାର 773 ରନ୍ କରିଛନ୍ତି ସୂର୍ଯ୍ୟକୁମାର ଯାଦବ। ଦିନିକିଆରେ 4ଟି ଅର୍ଦ୍ଧଶତକ କରିଛନ୍ତି। ଟି-20ରେ ସୂର୍ଯ୍ୟକୁମାର ଯାଦବ 93ଟି ମ୍ୟାଚରେ 36.94 ହାରରେ 2774 ରନ୍ କରିଛନ୍ତି। ଏଥିରେ 4ଟି ଶତକ ଏବଂ 21ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ ଅଛି। ଏବି ଡିଭିଲିୟର୍ସଙ୍କୁ କେବଳ ଦକ୍ଷିଣ ଆଫ୍ରିକାରେ ନୁହେଁ ବରଂ ବିଶ୍ୱର ସବୁଠାରୁ ସଫଳ ଖେଳାଳିମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ଡିଭିଲିୟର୍ସ 228 ମ୍ୟାଚରେ 218 ଇନିଂସରେ 9577 ରନ୍ କରିଛନ୍ତି। ଏଭିଙ୍କ ଦିନିକିଆ ହାର 53.50। ଏତେ ଲମ୍ବା କ୍ୟାରିୟରରେ ଦିନିକିଆରେ 50ରୁ ଅଧିକ ହାରାହାରି ବିଜୟ ରଖିବା ଯେକୌଣସି ଖେଳାଳିଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହୋଇପାରେ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ଟେକ୍ ରାଜା।